ଜୟ ଜଗନ୍ନାଥ। ଭାଇମାନେ ମୁଁ ବର୍ତ୍ତମାନ ଆସି ତାଳଚେର ହିଙ୍ଗୁଳା ମାଙ୍କ ପାଖରେ ପହଞ୍ଚିଛି। ଆମର ଯେଉଁ ଏପ୍ରିଲ 27 ତାରିଖରେ ଉତ୍ତର ଭାରତ ତୀର୍ଥ ଭ୍ରମଣ ଯିବା ପାଇଁ ମୁଁ ଯେଉଁ ବ୍ୟବସ୍ଥା କରିଛି, ଯେଉଁମାନେ ଯିବା ପାଇଁ ଇଚ୍ଛୁକ ଦୟାକରି ଯୋଗାଯୋଗ କରିପାରିବେ। ଆଉ ଗୋଟେ କଥା ସମସ୍ତଙ୍କୁ ଟିକେ ଜଣେଇଦେବେ, ଯଦି କୌଣସି ଲୋକ କୌଣସି ଆର୍ଥିକ ଅବସ୍ଥାରୁ ସେମାନଙ୍କର ତ୍ରିବେଣୀ ସଙ୍ଗମରେ ଅସ୍ଥି ବିସର୍ଜନ କରିବାକୁ ଚାହୁଁଛନ୍ତି, ଆର୍ଥିକ ଅବସ୍ଥା ଯୋଗୁଁ କି କୌଣସି କାରଣ ଯୋଗୁଁ ଯାଇପାରୁନାହାନ୍ତି, କରିପାରୁନାହାନ୍ତି, ଦୟାକରି ସେମାନେ ମଧ୍ୟ ଯୋଗାଯୋଗ କରିପାରିବେ। ସେମାନଙ୍କୁ ବିନା ମୂଲ୍ୟରେ ନେଇକି ସେମାନଙ୍କ ଅସ୍ଥି ବିସର୍ଜନ କରି ଆଣି ତାଙ୍କୁ ଘରେ ଛଡ଼ା ହେବ। ଆଉ ଯେଉଁମାନେ ଯିବେ ସେମାନଙ୍କ ପାଇଁ ତ ନିୟମ ବା ଆର୍ଥିକ ଧାର୍ଯ୍ୟ କରାହେଇଛି 12,000 ଟଙ୍କା 10 ଦିନ, ଆହ୍ଲାବାଦ, କାଶୀ ବିଶ୍ୱନାଥ, ଅଯୋଧ୍ୟା, ମଥୁରା, ବୃନ୍ଦାବନ, ଗୋପ, ପ୍ରେମ ମନ୍ଦିର, ଚିତ୍ରକୂଟ, ଆଗ୍ରା ତାଜମହଲ, ବୈଦ୍ୟନାଥ ବାବା ଜ୍ୟୋତିର୍ଲିଙ୍ଗ, କ୍ଷୀରଚୋରା ଗୋପୀନାଥ, ଛତିଆବଟ, ପୁରୀ, ଏମିତି ବହୁ ସ୍ଥାନ ଭ୍ରମଣ କରିକି ଅଣା ହେବ। 12,000 ଟଙ୍କା 10 ଦିନର ସମୟ, ସେଥିରେ ରହିବା ଖାଇବା ବ୍ୟବସ୍ଥା ସହିତ 12,000 ଟଙ୍କା ରଖାଯାଇଛି। ଆଉ ଗଲାଥର ଆମର କିଛି ଯେଉଁ ଆହ୍ଲାବାଦରେ କିଛି ଅବ୍ୟବସ୍ଥା ହେଇଯାଇଥିଲା ଭିଡ଼ ଯୋଗୁଁ, ସେ ଏଥର ତାର ପୁନରାବୃତ୍ତି ହେବନି, କାରଣ ଏଥର ଆଉ ଭିଡ଼ କିଛି ନାହିଁ। ଏସି ବସ୍ ଯିବେ, ଖରା ଅଳ୍ପ ଅଛି, କିନ୍ତୁ ଯେହେତୁ ଲୋକମାନଙ୍କର ସ୍କୁଲ କଲେଜ ଛୁଟି ଟାଇମ୍ଟା ଏଇଟା, ସେଥିପାଇଁ ତାକୁ ଲକ୍ଷ୍ୟ ରଖି ଏହି ପ୍ରୋଗ୍ରାମଟି କରାହେଇଛି। ଅଯୋଧ୍ୟା ପଟେ ଖରା ଟିକେ କମ୍ ଅଛି, କେହି ବ୍ୟସ୍ତ ହେବେନି। ତେଣୁକରି ଯେଉଁମାନେ ଯିବା ପାଇଁ ଇଚ୍ଛୁକ ଦୟାକରି ଯୋଗାଯୋଗ କରିପାରିବେ। ଆଉ ଯେଉଁମାନେ ଯେଉଁଟା କହିଲି